ପଞ୍ଚୁକରେ କ'ଣ କରିବା ଆସନ୍ତୁ ଏବେ ଜାଣିବା। ନମ୍ବର 1, ପଞ୍ଚୁକରେ ତୁଳସୀଙ୍କ ପୂଜା, ରାଧାକୃଷ୍ଣଙ୍କର ବା ରାଧା ଦାମୋଦରଙ୍କର ପୂଜା, ବାଲୁକା ପୂଜା କରାଯାଇଥାଏ। ନମ୍ବର 2, ପଞ୍ଚୁକ 5 ଦିନ ପର୍ଯ୍ୟନ୍ତ ଭୋର 4ଟାରୁ 4:30 ଭିତରେ ସ୍ନାନ କରିକି ଠାକୁରଙ୍କର ମଙ୍ଗଳ ଆଳତି ଦର୍ଶନ କରିବା, ଠାକୁରଙ୍କର ପୂଜା କରିବା ଉଚିତ। ନମ୍ବର 3, ତୁଳସୀ ଚଉରାଙ୍କ ପାଖରେ 5 ପ୍ରକାରର ମୁରୁଜ ପକାଇବା ଉଚିତ। ତା ସହିତ ମା ତୁଳସୀଙ୍କର ବିଶେଷ ସେବା ଆଉ ପୂଜା ଇତ୍ୟାଦି କରିବା, ତୁଳସୀ ମାଙ୍କର ପରିକ୍ରମା କରିବା, ଏସବୁ ଇତ୍ୟାଦି ଏହି ପଞ୍ଚୁକ ସମୟରେ କରିବେ। ନମ୍ବର 4, ସକାଳେ ସନ୍ଧ୍ୟାରେ ଗୀତା ଭାଗବତ, ଶ୍ରୀମଦ୍ ଭାଗବତ, ରାଧା ଦାମୋଦର ଅଷ୍ଟକମ୍ ପାଠ କରିବା, ଠାକୁରଙ୍କର ନାମ ଜପ କରିବା, ଭଜନ ଗାଇବା, ତା ସହିତ ଶୁଣିବା ଇତ୍ୟାଦି ଏସବୁ ପଞ୍ଚୁକ ସମୟରେ କରିବା ନିହାତି ଆବଶ୍ୟକ। ନମ୍ବର 5, ସକାଳେ ସନ୍ଧ୍ୟାରେ ଦୀପଦାନ କରିବା ଉଚିତ। ହବିଷ ଅନ୍ନ ଡାଲମା ସେବନ କରିକି ପଞ୍ଚୁକ ବ୍ରତକୁ ନିଷ୍ଠାର ସହିତ ପାଳନ କରିବା ଉଚିତ। ଧନ୍ୟବାଦ।